ନମସ୍କାର। ଜୟ ଜଗନ୍ନାଥ। ଭକ୍ତ ପ୍ରହ୍ଲାଦ। ପୌରାଣିକ ଯୁଗରେ ଋଷି କଶ୍ୟପ ଓ ତାଙ୍କ ସ୍ତ୍ରୀ ଦିତିଙ୍କ ଗର୍ଭରୁ ଦୁଇଟି ଦୈତ୍ୟ ସନ୍ତାନ ଜନ୍ମ ନେଇଥିଲେ। ସେମାନେ ହେଲେ ହିରଣ୍ୟାକ୍ଷ ଓ ହିରଣ୍ୟକଶ୍ୟପ। ହିରଣ୍ୟାକ୍ଷ ପୃଥିବୀ ମାତାଙ୍କୁ ନେଇ ସମୁଦ୍ର ମଧ୍ୟରେ ଚାପି ଦେବା ପାଇଁ ପ୍ରୟାସ କଲା। ଭଗବାନ ବିଷ୍ଣୁ ବରାହ ଅବତାର ନେଇ ହିରଣ୍ୟାକ୍ଷକୁ ବଧ କଲେ ଓ ପୃଥିବୀକୁ ରକ୍ଷା କଲେ। ନିଜ ଭାତୃହତ୍ୟାର ପ୍ରତିଶୋଧ ନେବା ପାଇଁ ହିରଣ୍ୟକଶ୍ୟପ ଉଗ୍ର ହୋଇ ଉଠିଲା। ସେ ବ୍ରହ୍ମାଙ୍କୁ ଘୋର ତପସ୍ୟା କରିବାକୁ ଲାଗିଲା। ବ୍ରହ୍ମା ତା ତପସ୍ୟାରେ ସନ୍ତୁଷ୍ଟ ହୋଇ ବର ମାଗିବାକୁ କହିଲେ। ହିରଣ୍ୟକଶ୍ୟପ ଅମର ବର ମାଗିଲା, କିନ୍ତୁ ବ୍ରହ୍ମା ଏହିପରି ବର ଦେଇପାରିବେ ନାହିଁ ବୋଲି କହିଲେ। ଏହାପରେ ହିରଣ୍ୟକଶ୍ୟପ ବର ମାଗିଲା ଯେ, ମୁଁ ସ୍ୱର୍ଗ କିମ୍ବା ପାତାଳରେ ମରିବିନି, ପୃଥିବୀ କିମ୍ବା ଆକାଶରେ ମରିବିନି। ମୋତେ ଦେବତା, ଅସୁର, ପଶୁ, ମଣିଷ କେହି ମାରିପାରିବେନି। ମୁଁ ଦିନରେ କି ରାତିରେ ମରିବିନି, ଘର ଭିତରେ ବା ବାହାରେ ମରିବିନି, ମୁଁ ଅସ୍ତ୍ରଶସ୍ତ୍ରରେ ମରିବିନି। ବ୍ରହ୍ମା କହିଲେ, ତଥାସ୍ତୁ। ବର୍ତ୍ତମାନ ହିରଣ୍ୟକଶ୍ୟପ ନିଜକୁ ବହୁତ ଶକ୍ତିଶାଳୀ ଓ ଅମର ଭାବୁଥିଲା। ସେ ସମସ୍ତଙ୍କୁ ସେ ହିଁ ଭଗବାନ ବୋଲି କହି ପୂଜା କରିବାକୁ କହିଲା। ଯିଏ ପୂଜା କରୁନଥିଲା ତାକୁ ଦଣ୍ଡ ମିଳୁଥିଲା। ସେ ସାରା ପୃଥିବୀରେ ଆତଙ୍କ ହିଂସା କରିବାକୁ ଲାଗିଲେ। କିନ୍ତୁ ତାଙ୍କର ପୁତ୍ର ଥିଲେ ପ୍ରହ୍ଲାଦ। ସେ କିନ୍ତୁ ନିଜ ପିତାଙ୍କୁ ପୂଜା ନ କରି ଭଗବାନ ବିଷ୍ଣୁଙ୍କୁ ସର୍ବଦା ପୂଜା କରୁଥିଲେ ଓ ତାଙ୍କର ସ୍ତୁତିଗାନ କରୁଥିଲେ। ସେ ସର୍ବଦା ଓଁ ନମୋ ଭଗବତେ ବାସୁଦେବାୟ କହି ଜପ କରୁଥିଲେ। ପୁତ୍ରର ଏପରି ଆଚରଣ ଦେଖି ତାକୁ ବୁଝେଇବାକୁ ଯେ ମୁଁ ହିଁ ଭଗବାନ, କିନ୍ତୁ ପ୍ରହ୍ଲାଦ କେବଳ ବିଷ୍ଣୁଙ୍କୁ ହିଁ ଆରାଧନା କଲେ। ହିରଣ୍ୟକଶ୍ୟପ ଭାବିଲେ ଯେ ପୁତ୍ରର ଏହି ଗୁଣ ଦେଖି ସମସ୍ତେ ବିଷ୍ଣୁଙ୍କ ଭକ୍ତ ହୋଇପାରନ୍ତି, ତେଣୁ ତା ପାଇଁ ବ୍ୟବସ୍ଥା କରିବାକୁ ହେବ। ପ୍ରହ୍ଲାଦଙ୍କୁ ଶିକ୍ଷା ଦେବା ନିମିତ୍ତ ସେ ଗୁରୁଙ୍କୁ ଡକାଇଲେ। ସର୍ବଦା ମୋତେ ପୂଜା କରିବା ପାଇଁ ଶିକ୍ଷା ଦେବା କଥା କହିଲେ। ଗୁରୁ ମଧ୍ୟ ସେହିପରି ପାଠ ପଢ଼ାଇଲେ। କିନ୍ତୁ ପ୍ରହ୍ଲାଦ ସର୍ବଦା ବିଷ୍ଣୁଙ୍କ ଗୁଣଗାନ କରିବାକୁ ଲାଗିଲେ। ପୁଅଠାରୁ ନିଜ ପରମ ଶତ୍ରୁର ଗୁଣଗାନ ଦେଖି ହିରଣ୍ୟକଶ୍ୟପ ରାଗିଯାଇ ପୁଅକୁ ବାନ୍ଧି କାରାଗାରରେ ରଖିଲେ। ପ୍ରହ୍ଲାଦ ସେହିଠାରେ ରହି ବିଷ୍ଣୁଙ୍କୁ ଜପିଲେ। ତାଙ୍କର କୌଣସି କ୍ଷତି ହେଲା ନାହିଁ। ଏହାପରେ ରାଜା ପ୍ରହ୍ଲାଦଙ୍କୁ ପର୍ବତ ଉପରକୁ ନେଇ ତଳକୁ ଫୋପାଡ଼ି ଦେବାକୁ ନିର୍ଦ୍ଦେଶ ଦେଲେ। ହେଲେ ମଧ୍ୟ ପ୍ରହ୍ଲାଦଙ୍କର କିଛି କ୍ଷତି ହେଲା ନାହିଁ। ଏହାପରେ ସେ ଦନ୍ତା ହାତୀ ପାଖରେ ପ୍ରହ୍ଲାଦଙ୍କୁ ଛାଡ଼ିଲେ। ହେଲେ ହାତୀ ତାଙ୍କର କିଛି କ୍ଷତି କଲା ନାହିଁ। ସେ ସର୍ବଦା ଓଁ ନମୋ ଭଗବତେ ବାସୁଦେବାୟ ଜପ କରୁଥିଲେ। ଏତେ ଚେଷ୍ଟା ପରେ ମଧ୍ୟ ରାଜା ତାକୁ ସମୁଦ୍ର ଗର୍ଭକୁ ଫୋପାଡ଼ି ଦେଲେ ମଧ୍ୟ ପ୍ରହ୍ଲାଦ ବଞ୍ଚିଗଲେ। ତାଙ୍କର କିଛି କ୍ଷତି ହେଲା ନାହିଁ। ରାଜା ତାକୁ ମାରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ ବିଫଳ ହେଲେ। ଶେଷରେ ସେ ତାଙ୍କ ଭଉଣୀ ହୋଲିକାକୁ କହିଲେ ପ୍ରହ୍ଲାଦକୁ ସେ କୋଳରେ ଧରି ନିଆଁ ଉପରେ ବସିବାକୁ। କାରଣ ହୋଲିକା ବର ପାଇଥିଲା ଯେ ନିଆଁ ତାଙ୍କର କୌଣସି କ୍ଷତି କରିପାରିବ ନାହିଁ। ତେଣୁ ସେ ଏପରି କଲେ। ପ୍ରହ୍ଲାଦ ନିଆଁରେ ପୋଡ଼ି ମରିବ, ହୋଲିକା ସେମିତି କଲା। ପ୍ରହ୍ଲାଦଙ୍କୁ କୋଳରେ ଧରି ନିଆଁ ଉପରେ ବସିଲା, କିନ୍ତୁ ତାର କୌଣସି କ୍ଷତି ହେଲା ନାହିଁ, ବରଂ ହୋଲିକାର ମୃତ୍ୟୁ ହେଲା। ଏହାପରେ ହିରଣ୍ୟକଶ୍ୟପ ରାଗିଯାଇ ପ୍ରହ୍ଲାଦଙ୍କୁ ଡାକି କହିଲେ, ଯାହା ପାଇଁ ମୋ ଭାଇ ଭଉଣୀର ମୃତ୍ୟୁ ହୋଇଛି ତୁ ତା ଗୁଣଗାନ କରୁଛୁ। ଆଜି ତୋର ମୃତ୍ୟୁ ସୁନିଶ୍ଚିତ। ମୁଁ ଦେଖିବି ତୋ ଭଗବାନ ତୋତେ କିପରି ରକ୍ଷା କରିବେ। ଡାକ୍, ତୋ ଭଗବାନ କେଉଁଠି ଅଛନ୍ତି, ଡାକ୍। ପ୍ରହ୍ଲାଦ କହିଲେ, ପିତା, ମୁଁ ଭଗବାନ ବିଷ୍ଣୁ ସର୍ବତ୍ର ବିଦ୍ୟମାନ। ସେ ପାହାଡ଼, ଜଙ୍ଗଲ, ପାଣି, ମର୍ତ୍ତ୍ୟମଣ୍ଡଳର ସବୁ ଜାଗାରେ, ସବୁ ବସ୍ତୁରେ ଅଛନ୍ତି। ହିରଣ୍ୟକଶ୍ୟପ କହିଲେ, ବିଷ୍ଣୁ କ'ଣ ଏହି ଖମ୍ବ ଭିତରେ ଅଛନ୍ତି? ପ୍ରହ୍ଲାଦ କହିଲେ, ହଁ, ସେ ସବୁଠାରେ ଅଛନ୍ତି। ଏହାପରେ ରାଜା ରାଗିଯାଇ ଖମ୍ବଟିକୁ ଶକ୍ତ ପ୍ରହାର ଦେଇ କହିଲେ, ତୋ ଭଗବାନଙ୍କୁ ଆଜି ମୁଁ ମାରିବି। ଦେଖିବା ସେ କାହାନ୍ତି, କେଉଁଠାରେ ଅଛନ୍ତି। ଏତିକିବେଳେ ଖମ୍ବ ଭିତରୁ ଆବିର୍ଭାବ ହେଲେ ଭଗବାନ ବିଷ୍ଣୁଙ୍କ ନୃସିଂହ ଅବତାର। ସେ ଥିଲେ ଅଧା ନର ଓ ଅଧା ସିଂହ। ଭଗବାନ ନୃସିଂହ ହିରଣ୍ୟକଶ୍ୟପକୁ ଟାଣି ଟାଣି ନେଇ ନିଜ ଜଙ୍ଘରେ ବସାଇଲେ। ଏହାପରେ ହିରଣ୍ୟକଶ୍ୟପ କହିଲା, ମୋତେ ବ୍ରହ୍ମା ବର ଦେଇଛନ୍ତି, ମୁଁ ସ୍ୱର୍ଗ, ପାତାଳ, ଆକାଶ କିମ୍ବା ପୃଥିବୀରେ ମରିବି ନାହିଁ। ନୃସିଂହ କହିଲେ, ଦେଖ, ତୁ ମୋ ଜଙ୍ଘ ଉପରେ ଅଛୁ। ସେ କହିଲେ, ମୁଁ ଦିନରେ କି ରାତିରେ ମରିବିନି। ନୃସିଂହ କହିଲେ, ଦେଖ, ଏବେ ଦିନ କି ରାତି ନୁହଁ, ସନ୍ଧ୍ୟା ହୋଇଛି। ହିରଣ୍ୟ କହିଲା, ମୋତେ ମଣିଷ, ପଶୁ, ଦେବତା କି ଅସୁର ମାରିପାରିବେ ନାହିଁ। ନୃସିଂହ କହିଲେ, ଦେଖ, ମୁଁ ଅଧା ନର ଅଧା ପଶୁ। ହିରଣ୍ୟ କହିଲା, ମୁଁ ଘର ଭିତରେ କି ବାହାରେ ମରିବିନି। ବିଷ୍ଣୁ କହିଲେ, ଦେଖ, ଏଇଟା ଭିତର କି ବାହାର ନୁହଁ, ଏଇଟା ଦୁଆର ବନ୍ଧ। ହିରଣ୍ୟ କହିଲା, ମୁଁ ଅସ୍ତ୍ରରେ କି ଶସ୍ତ୍ରରେ ମରିବିନି। ଭଗବାନ କହିଲେ, ତୋ ମୃତ୍ୟୁ ପାଇଁ ମୋ ନଖ ଯଥେଷ୍ଟ। ଏହାପରେ ଭଗବାନ ନୃସିଂହ ନିଜ ମୁନିଆ ନଖରେ ହିରଣ୍ୟକଶ୍ୟପର ପେଟକୁ ଚିରି ତାକୁ ବଧ କଲେ। ପାପୀର ଅନ୍ତ ହେଲା। ଏହାପରେ ସମସ୍ତେ ଭଗବାନ ବିଷ୍ଣୁଙ୍କ ନୃସିଂହ ରୂପ ଦେଖି ପ୍ରଣାମ କଲେ। ଭକ୍ତ ପ୍ରହ୍ଲାଦଙ୍କୁ ଭଗବାନ ବହୁତ ଆଗ୍ରହ କଲେ ଓ ଆଶୀର୍ବାଦ କଲେ। ଏହାପରେ ପ୍ରହ୍ଲାଦ ରାଜା ହୋଇଥିଲେ ଓ ସମସ୍ତ ରାଜ୍ୟର ପ୍ରଜାମାନେ
ଖୁସିରେ କାଳାତିପାତ କଲେ ଏବଂ ଭକ୍ତ ପ୍ରହ୍ଲାଦଙ୍କ ନାମ ଯୁଗ ଯୁଗ ପାଇଁ ଅମର ହୋଇ ରହିଲା।